ଅନ୍ୟ ପାଇଁ ଉପଲବ୍ଧ ରହିଲେ ମଣିଷ ମହାନ ହୋଇଯାଏ। ଥରେ ଠାକୁରଙ୍କ ଘରକୁ କିଛି ଲୋକ ନିମନ୍ତ୍ରିତ ହୋଇ ଆସିଥାନ୍ତି। ଲକ୍ଷ୍ମୀ ଅନ୍ୟ ବ୍ୟଞ୍ଜନ ରାନ୍ଧୁଥାନ୍ତି। ସବୁ ତରକାରୀରୁ ଠାକୁରଙ୍କୁ ଚାଖିବାକୁ ଦେଉଥାନ୍ତି। ଶେଷରେ ଶାଗ ଠାକୁରଙ୍କୁ ଚାଖିବାକୁ ଦେଲେ ଠାକୁର ଶାଗ ଚାଖୁଥାନ୍ତି। ବହୁତ ବଢ଼ିଆ ହୋଇ କହି ଆଉ ଟିକେ ଦିଅ କହି ଖାଇବାକୁ ଲାଗିଥାନ୍ତି। ଏହିପରି କରୁ କରୁ ସବୁ ଶାଗ ଖାଇଦେଲେ। କହିଲେ ଆଉ ଟିକେ ଦିଅ। ସେଇଠୁ ଲକ୍ଷ୍ମୀ ଭାବିଲେ ଶାଗ କ'ଣ ଏତେ ଭଲ ହେଇଛି। କଡ଼େଇରେ ଲାଗିଥିବା ଟିକିଏ ଶାଗକୁ ସେ ପାଟିରେ ଦେଲେ। ଦେଖିଲେ ନିମ୍ଫଳ ପରି ପିତା, ଭୀଷଣ ଲୁଣିଆ। ସେଇଠୁ ଲକ୍ଷ୍ମୀ ଠାକୁରଙ୍କୁ କହୁଛନ୍ତି ଶାଗ ତ ଭୀଷଣ ଲୁଣିଆ ହେଉଛି, ସବୁ ଶାଗ ଖାଇଲେ କିପରି? ସେଇଠୁ ଠାକୁର କହୁଛନ୍ତି ଏ ଶାଗ ଯଦି ନିମନ୍ତ୍ରିତ ବ୍ୟକ୍ତିଙ୍କ ମୁଖରେ ପଡ଼ିଥାନ୍ତା ସେ ତୁମର ନିନ୍ଦା କରିଥାନ୍ତେ। ମୁଁ କ'ଣ ତୁମ ନିନ୍ଦା ସହିପାରିଥାନ୍ତି? ତୁମର ମାନ ସମ୍ମାନଙ୍କର ମୋର ମାନ ସମ୍ମାନ ନୁହେଁ। ଥରେ ଠାକୁର ଜଣକୁ ଜ୍ୱର ଔଷଧ ଦେଇଥିଲେ। ସେ ଲୋକ ଔଷଧ ନେଇଯାଇ ଜ୍ୱର ଭଲ ହୋଇଗଲା, କିନ୍ତୁ ଠାକୁରଙ୍କୁ ଦେଖା କରିବାକୁ ଆସିଲା ନାହିଁ। ଦିନେ ଗଲା, 2 ଦିନ ଗଲା, ଏହିପରି ଠାକୁର ବଡ଼ ଚିନ୍ତିତ ହୋଇପଡ଼ିଲେ। ଏହା ମଧ୍ୟରେ ସେ ଲୋକର ଜ୍ୱର ଭଲ ହୋଇଯାଇଛି ଏବଂ ଠାକୁରଙ୍କୁ ଦେଖା କରିବାକୁ ଆସିଛି। ଠାକୁର ଏହିପରି କହି ଲୋକକୁ ଗାଳି ଦେଉଛନ୍ତି, ତୁ ଶଳାକୁ ମୁଁ ଔଷଧ ଦେଲି, 2 ଦିନ ହେଲା ଶୋଇପାରୁନାହିଁ, ତୋର ଦେଖା ନାହିଁ। ଠାକୁର ଏହିପରି ଲୋକଙ୍କୁ ଗାଳି ଦେଉଥିଲେ, ଯେଉଁଥିରେ କି ତାର ଉଦ୍ବୋଧନୀ ଉନ୍ନତି ରହିଥିଲା ଏବଂ ଠାକୁରଙ୍କ ପ୍ରତି ଆନ୍ତରିକତା ପ୍ରତ୍ୟେକ ଲୋକର ବଢ଼ି ଯାଉଥିଲା।